ଦଶ ଅଧ୍ୟାୟ ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ। ଶ୍ରଦ୍ଧାର ତିନି ଭେଦ ଆମର ଅଛି। ଅଧ୍ୟାୟ 17 ଶ୍ଲୋକ 7। ଆହାରସ୍ତୁଭି ସର୍ବସ୍ୟ ତ୍ରିଭେଦ ଭବତି ପ୍ରିୟଃ ଯଜ୍ଞସ୍ତପୋ ତଥା ଦାନଂ ତେଷାଂ ଭେଦମିମଂ ଶୃଣୁ। ଭୂତ ପ୍ରକୃତିର ତ୍ରିଗୁଣ ଅନୁଯାୟୀ ଆମ୍ଭମାନଙ୍କର ଖାଦ୍ୟ ତ୍ରିବିଧ ଅଟେ। ସେହିପରି ଯଜ୍ଞ, ଦାନ ଓ ତପସ୍ୟା ଏସବୁ ମଧ୍ୟ ତ୍ରିବିଧ ଅଟେ। ମୋ ଠାରୁ ତାହା ଶୁଣ। ଏମାନଙ୍କ ମଧ୍ୟରେ କି ପାର୍ଥକ୍ୟ ଅଛି ତାହା ମୁଁ ତୁମକୁ କହିବି। ବିଭିନ୍ନ ଅବସ୍ଥା ଅନୁଯାୟୀ ଏବଂ ଭୂତ ପ୍ରକୃତିର ତ୍ରିଗୁଣ ଅନୁଯାୟୀ ଖାଦ୍ୟ, ଯଜ୍ଞ, ଦାନ ଓ ତପ ଆଦିର ପାର୍ଥକ୍ୟ ଅଛି। ସେସବୁ ଏକ ସ୍ତରରେ କରାଯାଉ ନାହାନ୍ତି। ଯେଉଁମାନେ ବିଶ୍ଳେଷଣ କରି ବୁଝିପାରନ୍ତି ଯେ କେଉଁ କର୍ମ ବା କ୍ରିୟା ଭୂତ ପ୍ରକୃତିର କେଉଁ ଗୁଣ ଅନୁଯାୟୀ କରାଯାଉଛି, ସେମାନେ ବାସ୍ତବରେ ଜ୍ଞାନୀ ଅଟନ୍ତି। ଯେଉଁମାନେ ସମସ୍ତ ପ୍ରକାର ଖାଦ୍ୟ, ଦାନ ଓ ତପ ଆଦି ମଧ୍ୟରେ ପାର୍ଥକ୍ୟ କ'ଣ ଅଛି ଜାଣିପାରନ୍ତି ନାହିଁ ଏବଂ ସେସବୁକୁ ଏକ ପ୍ରକାର ବୋଲି ଭାବନ୍ତି, ସେମାନେ ମୂର୍ଖ ଅଟନ୍ତି। କେତେକ ଏପରି ପ୍ରଚାରକ ଅଛନ୍ତି ଯେଉଁମାନେ କହନ୍ତି ଯେ ବ୍ୟକ୍ତି ତା'ର ମନ ମୁତାବକ ଯାହା ତାକୁ ଭଲ ଲାଗୁଛି ତାହା କରିପାରେ ଏବଂ ତଦ୍ଦ୍ୱାରା ସେ ମଧ୍ୟ ପୂର୍ଣ୍ଣତା ଲାଭ କରିପାରିବ। କିନ୍ତୁ ଏ ମୂର୍ଖ ପ୍ରଚାରକଗଣ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁନାହାନ୍ତି। ସେମାନେ ସେମାନଙ୍କ ମନଇଚ୍ଛା ବିଧି ସୃଷ୍ଟି କରୁଛନ୍ତି ଏବଂ ସାଧାରଣ ଲୋକଙ୍କୁ ପଥଭ୍ରାନ୍ତ କରାଉଛନ୍ତି। ଓମ୍ ନମୋ ଭଗବତେ ବାସୁଦେବାୟ।